ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ମହିଷାସୁରମର୍ଦିନୀ ଦୁର୍ଗା। ମହିଷାସୁରମର୍ଦିନୀ ଦୁର୍ଗା ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବରଗଡ଼ ଜିଲ୍ଲାର ଚିତ୍ତ ଭାଇ ଚିତ୍ତରଞ୍ଜନ ସାହୁଙ୍କୁ ମୁଁ ଅନୁରୋଧ କରୁଛି। ଚିତ୍ତ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ଶ୍ରୀ ମାତା ଶରଣ ମମ, ଶ୍ରୀ ଅରବିନ୍ଦ ଶରଣ ମମ। ଆଜିର ଏହି ଦିବ୍ୟ ସନ୍ଧ୍ୟାରେ ଅନଲାଇନ ମାଧ୍ୟମରେ ଶ୍ରୀ ଅରବିନ୍ଦ ପାଠଚକ୍ରରେ ଯୋଗଦାନ କରିଥିବା ସମସ୍ତ ମାତୃପ୍ରେମୀ ଭାଇ ବାପାଙ୍କୁ ସାଦର ସପ୍ରେମ ନମସ୍କାର ସହ ପୁନଃ ସ୍ୱାଗତ କରୁଛି। ସମସ୍ତଙ୍କୁ ଆଜିର ଏହି ପବିତ୍ର ବିଜୟା ଦଶମୀ ତିଥିରେ ପୁଣ୍ୟ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆମର ପରମ ସୌଭାଗ୍ୟ ମାଙ୍କ କୃପାରୁ ଆଜି ଭଳି ଗୋଟେ ଦିନରେ ମାଙ୍କର ଗୋଟେ ଶକ୍ତି, an aspect of the divine mother, ତା ଉପରେ ଆମେ କିଛି ସମୟ ଏକାଗ୍ର ହେବା ପାଇଁ ସୁଯୋଗ ଲାଭ କରିଛନ୍ତି। ଏଥିପାଇଁ ମାଙ୍କ ଉପରେ ବିନମ୍ର କୃତଜ୍ଞତା ନିବେଦନ କରିବା ମାଙ୍କର ଚରଣରେ ଏବଂ ପ୍ରାର୍ଥନା କରିବା ଯେପରିକି ଆମର ଚେତନା ତାଙ୍କରି ଆଲୋକରେ ଆଲୋକିତ ହଉ। ସଂସାର ପ୍ରତୀକ, କାମନାର ପ୍ରତୀକ ମହିଷାସୁର ରାକ୍ଷସ, ଯେଉଁ ଫୋର୍ସ ଅଫ୍ ଡାର୍କନେସ୍, ତମସ୍ର ଯେଉଁ ଶକ୍ତି, ତା ଉପରେ ବିଜୟ ହାସଲ କରିବା ପାଇଁ ମା ହିଁ ଆମ ଭିତରେ ରକ୍ଷା କବଚ ରୂପେ କାର୍ଯ୍ୟ କରନ୍ତୁ। କାରଣ ମାତୃଶକ୍ତି ହିଁ ସେ ବିଜୟ ହାସଲ କରିପାରେ, ଅନ୍ୟ କୌଣସି ଶକ୍ତି ନୁହେଁ। ଏ ପ୍ରସଙ୍ଗରେ ଆମେ ଆଜି ଏକାଗ୍ର ହେବା ମାଙ୍କର ବାଣୀକୁ ଆଧାର କରି। ଏହି ପବିତ୍ର ଦିବସର ପୌରାଣିକ ଇତିବୃତ୍ତଟି ଆମେ ସମସ୍ତେ ଜାଣୁ, ତଥାପି ଏହି ଅବସରରେ ତାହା ସ୍ମରଣୀୟ। ଆଜିର ଏହି ଦିବସରେ ଦେବୀ ଦୁର୍ଗାଙ୍କୁ ଆରାଧନା କରି ପ୍ରଭୁ ଶ୍ରୀରାମଚନ୍ଦ୍ର ଅହଙ୍କାରର ପ୍ରତୀକ ରାକ୍ଷସରାଜ ଦଶାନନ ରାବଣ ଉପରେ ବିଜୟ ହାସଲ କରିଥିଲେ। ସେଥିପାଇଁ ଏହାକୁ ବିଜୟା ଦଶମୀ କୁହାଯାଏ। ଏବଂ ମାତୃକୃପା ବିନା ପ୍ରଭୁ ସେ ବିଜୟ ହାସଲ କରିପାରିନଥାନ୍ତେ। କୌଣସି ଅହଙ୍ଗତ ବ୍ୟକ୍ତିଗତ ସାମର୍ଥ୍ୟ ନୁହେଁ, କେବଳ ମାଙ୍କର କୃପା ହିଁ ଆବରଣ ଛିନ୍ନ କରିପାରେ। ତେଣୁ ଏହି ଦିବସଟି ହେଉଛି ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ, ଅହଂ ଉପରେ ସମର୍ପଣ ଭକ୍ତିଭାବର ବିଜୟର ପ୍ରତୀକ ଏବଂ କାମନା ରୂପୀ ରାକ୍ଷସ ଉପରେ ଭକ୍ତି ଏବଂ ସମର୍ପଣର ବିଜୟର ପ୍ରତୀକ। ଆମେ ଜାଣୁ ସମଗ୍ର ବିଶ୍ୱବାସୀଙ୍କର ଆକୁଳ ଭକ୍ତି ନିବେଦନର ଉତ୍ତର ସ୍ୱରୂପ ଏ ଧରାପୃଷ୍ଠରେ ଆବିର୍ଭୂତ ହୋଇଥିଲେ ଦେବୀ ଦୁର୍ଗା। ସମସ୍ତଙ୍କର ଯେଉଁ ଆକୁଳ ପ୍ରାର୍ଥନା, ତାହା ଯେତେବେଳେ ପୁଞ୍ଜୀଭୂତ ହେଇଯାଏ, ଗୋଟିଏ ବିନ୍ଦୁରେ ଯେତେବେଳେ କାର୍ଯ୍ୟ କରେ, ତାହା ଗୋଟେ ବିରାଟ ଶକ୍ତିର ରୂପ ନେଇଥାଏ। ଯେମିତି ସୂର୍ଯ୍ୟଙ୍କର କିରଣକୁ ଗୋଟିଏ ବିନ୍ଦୁରେ ଯଦି ଫୋକସ କରି ଦିଆଯାଏ, ତାର ଶକ୍ତି ବହୁଗୁଣିତ ହେଇଯାଏ ଏବଂ ଯାହା ଉପରେ ଏ ଫୋକସ୍ଡ ରେ ପୁଞ୍ଜୀଭୂତ କିରଣ ପତିତ ହେବ, ତାକୁ ସେ ପୋଡ଼ିକିରି ଭସ୍ମ କରିଦେଇପାରେ। ଠିକ୍ ସେଇଭଳି ସମସ୍ତ ଦେବତା, ଋଷିଗଣ, ସମଗ୍ର ବିଶ୍ୱବାସୀ ଯେତେବେଳେ ମହିଷାସୁର ଅତ୍ୟାଚାର ଅତିଷ୍ଠ ହେଇଗଲେ, ସମସ୍ତଙ୍କର ସେ ଏକବିନ୍ଦୁଗାମୀ ଏକମୁଖୀ ଆକୁଳ ପ୍ରାର୍ଥନା
ଯାହା ଉତ୍ସାହିତ ହେଇଥିଲା ସେ ମାତୃଶକ୍ତି ପ୍ରତି, ଦୈବୀ ଶକ୍ତି ପ୍ରତି, ଏବଂ ସେଟା ରୂପ ନେଲା ଦେବୀ ଦୁର୍ଗାଙ୍କ। ତେଣୁ ଏହି ପୌରାଣିକ କିମ୍ବଦନ୍ତୀ ଗୁଡ଼ିକର ଅସୀମ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ରହିଛି, ଗଭୀର ତାତ୍ପର୍ଯ୍ୟ ରହିଛି। ଆମେ ସେସବୁକୁ ହୃଦୟଙ୍ଗମ କରିବା ଦରକାର ଏବଂ ଜୀବନରେ ତାକୁ ସାଧନା କରିବା ଦରକାର। ଏଇଟା ଗୋଟେ ଦିନର କାର୍ଯ୍ୟ ନୁହେଁ, ମାସ ମାସ ବର୍ଷ ବର୍ଷ ବ୍ୟାପୀ ସାଧନା ଆବଶ୍ୟକ ଏହି ଅନୁଭବକୁ ନିଜ ଜୀବନରେ ଉତାରିବା ପାଇଁ। ଆମେ ଜାଣୁ ମା ଦୁର୍ଗା କାମନା ରୂପେ ରାକ୍ଷସ ମହିଷାସୁରକୁ ସଂହାର କରିଥିଲେ। ଏହାର ପ୍ରତୀକାତ୍ମକ ଅର୍ଥ ହେଉଛି କାମନା ଉପରେ ମାତୃଶକ୍ତିର ବିଜୟ। ସେ ଯେଉଁ ମାତୃ ଦୃଷ୍ଟି, ମାତୃଶକ୍ତି ପ୍ରତି ଆମର ଯେଉଁ ଶିଶୁ ସୁଲଭ ଭକ୍ତିଭାବ, ଶିଶୁ ଏବଂ ମା ଭିତରେ ଯେଉଁ ସମ୍ପର୍କ, ସେଟା ଦୁନିଆର ପବିତ୍ରତମ ସମ୍ପର୍କ। ସେ ପବିତ୍ରତାରେ ଅସୀମ ଶକ୍ତି ରହିଥାଏ। ସେଥିରେ କୌଣସି କଳୁଷ କାଳିମା ସ୍ପର୍ଶ କରିନଥାଏ। ସେଟା ଗୋଟେ ଅତି ତୀବ୍ର ଉଜ୍ଜଳ ଶକ୍ତି, ଶୁଭ୍ର ଶକ୍ତି। ତା ସମ୍ମୁଖରେ କାମନା ରୂପୀ ଅନ୍ଧକାର, ତମସାର ଅନ୍ଧକାର ତିଷ୍ଠି ପାରିବ ନାହିଁ। ତେଣୁ ମହିଷାସୁର ବିନଷ୍ଟ ହେଇଗଲା, ନିପାତ ହେଇଗଲା। ଏଇଟା ହେଉଛି ତାର ପ୍ରତୀକ। ଯୋଉଠି ତୀବ୍ର ଆଲୋକ ପ୍ରଜ୍ୱଳିତ, ସେଠି ଅନ୍ଧକାର କେମିତି ରହିବ? ତେଣୁ ଏହାର ସାରାଂଶ ହେଉଛି ଯୋଉଠି ଭକ୍ତିଭାବ ଥିବ, ମାତୃଭାବ ଥିବ, ସେଠି କାମନା ରହିପାରିବ ନାହିଁ। ଏବଂ ଯୋଉଠି କାମନା ଥିବ, ସେଠି ଭକ୍ତିଭାବ ରହିପାରିବ ନାହିଁ। କବୀର ଦାସ ଜୀ ଯଥାର୍ଥରେ କହିଛନ୍ତି, कामी क्रोधी लालची इनसे भक्ति न होए, भक्ति करे कोई सूरमा जाति धर्म कुल खोए। ये तीनोटी जिनस, कामना, क्रोध और लोभ, ये तीनटा हेतु कौन सी गोटे भी जोड़ी थी सेठी भक्ति रही पारिब नहीं, भक्ति सेठी जागृत हब नहीं। एवं अपा भाई माने विनम्रतार सहित घोषणा करुछि जे भक्ति ही होछि जीवन सार वस्तु। आमर मानव जीवन सार बोली जदि किछि थाए, आमर समग्र जीवन सारांश एवं आमर समग्र जीवन जो सार्थकता, सफलता, प्रगति बोली जहाँ यथार्थ कहुब सेटा हूँ भक्ति। जहाँ चेतना ये भाव भक्ति भाव जागृत है पुणी शिशु सुलभ भक्ति भाव, शिशुर निज माँ प्रति जो अखंड विश्वास एवं भक्ति, दृढ़ आस्था, पूर्ण निर्भरता जो थाए एवं जो आपणार भाव, अत्यंत निबिड़ घनिष्ठ आपणार बोध, जो जगह ये थी भावटी थी ताको कौन सी राक्षस, कौन सी अंधकार शक्ति स्पर्श कर पारिब नहीं। तेणु आम जानू पुराण कहानी रे समग्र देवता समस्त शक्ति प्रयोग कर महिषासुर को दमन कर पार नथिले। निरंकुश भाव रे शासन कर चलथिला और निर अत्याचार बढ़ाई चलथिला। किंतु जेतेबेले से मातृशक्तिर सम्मुखीन होइछि, जदि ता भितर भी कौन सी कारण सामान्य टिके भक्ति भाव जागृत हो जाता से मर न था, रूपांतर हो जाता। प्रकृत में भक्ति भावटी आमको रूपांतरित कर दिए, आमर चेतना को आलोकित कर दिए, शुद्धिकृत कर दिए एवं
जो जगह भक्तिर आलोक पड़िथिबो ताको कामना रूपी तमस बा अंधकार शक्ति छुई पारिबନି, से अंधकार तिष्ठि पारिब नहीं। तेणु समस्त योगीगण जुगे जुगे नारी जाति को मातृदृष्टि देखा परामर्श देता। नारी जाति मात्र के मातृशक्तिर प्रतीक, जा देवी सर्वभूतेषु मातृरूपेण संस्थिता, नमस्तस्यै 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 नमो नमः। हे मातृत्व प्रत्येक नारीर चेतनार मर्म, प्रत्येक नारीर नारीत्व हे मातृत्व। भारतीय दर्शन नारी मात्र के मातृदृष्टि देखा परामर्श देता है। नारी मात्र के मातृस्थानीय। एठी प्राच्य और पाश्चात्य दर्शन भितर गोटे विराट पार्थक्य हम देखू। पाश्चात्य दर्शन रे भेद अच्छी, नारी माँ ही पारे किंतु सब बेले नुहे, किंतु भारतीय दर्शन रे नारी सब बेले मातृस्थानीय। प्रत्येक समय गोटे व्यक्तिर प्रत्येक पर्याय तार बयसर प्रत्येक पर्याय आमको जदि एटा ग्रहणीय हो नहीं ताहले हम जान रखिबा दरकार जे हम भारतीय संस्कृति को भूली जाइछन्ति, भारतीय संस्कृति विच्युत होइछन्ति। पाश्चात्य दर्शन प्रभाव रे हमर भारतीय चेतना आवृत हो जाइछ। परमहंस श्री रामकृष्ण ये एपरिकी तांकर पत्नी शारदा देवी को मातृदृष्टि देखुଥିଲେ। आ अन्य मान कथा कौन कहवा, एटा ही भारतीय दर्शन। एवं आम जानू जुगे जुगे जेतेबेले साधु सन्थ माने सिद्ध माने तपस्या करिसंती, उच्चतर शक्तिर आवाहन करिसंती एवं सिद्धि लाभ करबा पई प्रयास करिसंती, तांकु से कार्य रे बाधा देवाटा होची विरोधी शक्तिर कार्य। ता द्वारा तांकर परीक्षा हबो एवं से आहुरी दृढ़ हेबे। एवं प्रत्येक समय रे प्राय देखा जाए योगी मानकर जोग को भंग करबा पई कामना रूप राक्षस सहायता निया जाए। देवराज इंद्र प्रेरण करती स्वर्गर अप्सरा आरंभा मेनका उर्वशी आदि सुंदरी कन्या मान को, एवं तांकर जो सौंदर्य रूप लावण्यर आढ़वाल रे कार्य करथाए जो सम्मोहिनी शक्ति, तार पश्चात थाए कामना रूप राक्षस। जदि साधक बा तपस्वीर निष्ठा एते दृढ़ होई नथिबो ताहले से अचिरे धराशयी हबो एवं तार तपस्या भंग हबो। एवं यही कामना रूप राक्षस उपरे विजय हासिल कर निज तपस्या को जारी रखिबा पई एकमात्र उपाय हला मातृशक्तिर आवाहन। एवं मातृशक्ति क्योंठी आह्वान करेंगे से तांक भितरे जे कि कामनार माध्यम होइछन्ति। तेणु जोगी माने जो प्रकृति विवेकवान, जो चेतन प्रकृति टिके आलोकित होता है, से रंभा मेनका उर्वशी अप्सरा मान भितरे देवी को ही देखती, मातृशक्ति को ही देखती, तांको ही आवाहन करती। फल से किसी क्षति करि पारंती नहीं। एटा ही भारतीय दर्शन। एवं
ଆମେ ଜାଣୁ ମହିଷାସୁର ଅର୍ଥାତ୍ ମହିଷ ରୂପୀ ଅସୁର, ତାର ରୂପ ହେଉଛି ମହିଷ ଏବଂ ମହିଷ ହେଉଛି କାମର ପ୍ରତୀକ। ମହିଷ ଯେଉଁ ପଶୁ କଳାବର୍ଣ୍ଣ ଦୁର୍ଦାନ୍ତ ଶକ୍ତିର ଅଧିକାରୀ, ହେଉଛି କାମର ପ୍ରତୀକ। କାମ ପ୍ରକୃତିରେ ଅତି ଶକ୍ତିଶାଳୀ, ସମଗ୍ର ଜଗତକୁ ସେଥିପାଇଁ ସେ ବଶୀଭୂତ କରି ରଖୁଛି। ପ୍ରଭୁ ଶିବଙ୍କ ଭାଷାରେ ସମଗ୍ର ଜଗତକୁ ପରିଚାଳିତ କରୁଛି ତିନୋଟି ମୁଖ୍ୟ ଅନ୍ଧକାର ଶକ୍ତି, କ୍ଷମତା, ଧନ ଆଉ କାମ। ଏବଂ ଏ ତିନୋଟି ଯାକ ପରସ୍ପର ସହିତ ଅତି ଘନିଷ୍ଠ ଭାବରେ ଓତପ୍ରୋତ ଭାବରେ ଜଡ଼ିତ। ଗୋଟେ ଥିଲେ ଆର ଦୁଇଟା ନିଶ୍ଚୟ ଥିବ। ଆମେ ଜାଣୁ ମଣିଷର ସବୁଠୁ ବଡ଼ ଦୁର୍ବଳତା ବା ଏ ସାଂସାରିକ ଜୀବନର ଲକ୍ଷ୍ୟ ସେଟା ହେଉଛି ଧନ ଉପାର୍ଜନ। କିନ୍ତୁ ସେ ଧନ କରିବ କଣ ପାଇଁ? ଧନ ଅର୍ଜନ କରିବ କଣ ପାଇଁ? ନା ସୁଖ ଭୋଗ ପାଇଁ। ଏବଂ ସୁଖ ଭୋଗର ଦୟାକରି ଅନ୍ୟମାନେ ମ୍ୟୁଟ୍ କରିଦିଅନ୍ତୁ। ବଳିଷ୍ଠ ମାଧ୍ୟମ ହେଉଛି କାମନାର ତୃପ୍ତି। ମଣିଷ ପରିଶେଷରେ ସାଧାରଣ ମଣିଷ ଘୁରି ଘୁରି ସେଇଠି ପହଞ୍ଚେ। କାମନାର ଚରିତାର୍ଥରେ ତାର ଜୀବନର ସାର୍ଥକତା ବୋଲି ସେ ମନେ କରେ। ତେଣୁ ଏହାର ଉତ୍ସ ହେଉଛି ଅଜ୍ଞାନତା, କ୍ଷମତା ଲୋଭ, ଧନ ଲୋଭ ଏବଂ କାମନା ତୃପ୍ତିର ପାଇଁ ଯେଉଁ ଆକାଂକ୍ଷା, ଏହାର ମୂଳସ୍ଥ ହେଉଛି ଅଜ୍ଞାନତା। ସେଥିପାଇଁ ତାକୁ ଅନ୍ଧକାର ଶକ୍ତି ବୋଲି କୁହାଯାଏ। ଅଜ୍ଞାନତା, ଅହଂ ଏବଂ ସ୍ୱାର୍ଥ, ଏ ସମସ୍ତଙ୍କର ଉତ୍ସ ବା ଉତ୍ପତ୍ତି ସ୍ଥଳ ହେଉଛି ସେ ତମସ୍, ଘୋର ଅନ୍ଧକାର। ତେଣୁ କାମନାର ପି ମହାରାକ୍ଷସ ମହିଷାସୁର ଏ କୃଷ୍ଣବର୍ଣ୍ଣ ଧାରଣ କରିଥାଏ, କଳାବର୍ଣ୍ଣ, ଅନ୍ଧକାର ଶକ୍ତି। ଏଇ ତମସ୍, ଏଇ ଅଜ୍ଞାନତାର ରାକ୍ଷସ ପ୍ରକୃତରେ କରେ କଣ? ଆମର ଚେତନାର ବିବର୍ତ୍ତନକୁ ସେ ବାଧା ଦିଏ, ଅଟକେଇ ଦିଏ, ଆଣୁ କରିଦିଏ। କାମନା ଜାଲରେ ଯିଏ ପଡ଼ିଗଲା ସେ ଆଗକୁ ବଢିପାରିବ, ବରଂ ଆହୁରି ତଳକୁ ଖସିବ, ପତନ ଆରମ୍ଭ ହବ। ସେ ସାପ ସିଡି ଖେଳ ଆପଣମାନେ ଖେଳିଥିବେ। ବହୁତ ଉଚ୍ଚକୁ ଅଗ୍ରଗତି କରିଥିବା ସାଧକ ମଧ୍ୟ କାମନାର କବଳରେ ପଡ଼ି ସିଧା ତଳକୁ ଖସିଯାଏ। ତେଣୁ ଏଟା ପ୍ରଗତିର ପରିପନ୍ଥୀ, ବିବର୍ତ୍ତନ ପରିପନ୍ଥୀ। ଆମେ ଜାଣୁ ତାମସିକତା ହେଉଛି ପରିବର୍ତ୍ତନ ବିମୁଖ। ପରିବର୍ତ୍ତନ ହେଉଛି ପ୍ରଗତିର ଲକ୍ଷ୍ୟ। ସ୍ଥାଣୁତା ହେଉଛି ପ୍ରଗତିର ବିରୋଧୀ। କାମନା ଆମର ଚେତନାକୁ ସ୍ଥାଣୁ କରିଦିଏ ଏବଂ ନିମ୍ନ ଚେତନା ସହିତ ବାନ୍ଧି ରଖେ, ନିମ୍ନ ପ୍ରକୃତି ସହିତ ବାନ୍ଧି ରଖେ। ତେଣୁ ଯେ ପର୍ଯ୍ୟନ୍ତ ଜଣେ କାମନାର ଦାସ ହେଇକରି ଥିବ, ତାର ପ୍ରଗତି ଅସମ୍ଭବ। ସେଭଳି ଲୋକ ପ୍ରଗତି ଆଶା କରିବା କଥା। ସେଥିପାଇଁ ଆଶ୍ରମବାସୀ ମାନଙ୍କୁ ମା ତାଗିଦ କରିଦେଇଥିଲେ, ଏ ଆଶ୍ରମଟି କୌଣସି ପ୍ରକାର କାମନା ପରିପୂରଣର ସ୍ଥାନ ନୁହେଁ। ଯାହାର ସେଭଳି ଲକ୍ଷ୍ୟ ଅଛି ସେ ଅନ୍ୟତ୍ର ବାସ କରିପାରନ୍ତି, ଆଶ୍ରମ ତାଙ୍କ ପାଇଁ ନୁହେଁ। ତେଣୁ ପୂଜ୍ୟ ବାବାଜୀ ମହାରାଜ ଶ୍ରୀରାମକୃଷ୍ଣ ଦାସ କେତେ ସୁନ୍ଦର ଉପାୟଟା ଆମ ପାଇଁ ବତେଇଛନ୍ତି। ଏଇ ଯେଉଁ ଅହଂ, କାମନା ଏବଂ ସ୍ୱାର୍ଥ ରୂପୀ ରାକ୍ଷସ, ତା ଉପରେ ବିଜୟ ହାସଲ କରିବାକୁ ହେଲେ ଛୋଟ ଶିଶୁ ସଦୃଶ ପୂଜ୍ୟ ବାବାଜୀଙ୍କର ପ୍ରତ୍ୟେକଟି ଶବ୍ଦ ଆମ ପାଇଁ ଅମୂଲ୍ୟ, ଦୁର୍ମୂଲ୍ୟ ଏବଂ ପ୍ରତ୍ୟେକଟି ଶବ୍ଦ ଗଭୀର ଏବଂ ବ୍ୟାପକ ଅର୍ଥ ବହନ କରେ। ଆମକୁ ତାକୁ ହାଲକା ଭାବରେ ନେଲେ ହବ ନାହିଁ, ପ୍ରତ୍ୟେକ ଶବ୍ଦ ଉପରେ ଏକାଗ୍ର ହେବାକୁ ପଡିବ।
ତାର ଭିତରକୁ ଭେଦ କରିବାକୁ ପଡିବ, ତାର ବ୍ୟାପକ ଅର୍ଥ ଆମକୁ ଗ୍ରହଣ କରିବାକୁ ପଡିବ। ଛୋଟ ଶିଶୁ ସଦୃଶ କହୁଛନ୍ତି, ମାଙ୍କ ଉପରେ ଭରସା ରଖି ନିରନ୍ତର ତାଙ୍କର ହିଁ ନାମ ଜପ କରିବା। ଏହା ଦ୍ୱାରା ହିଁ କାମନା ରୂପୀ ରାକ୍ଷସ ଉପରେ ଆମେ ବିଜୟ ହାସଲ କରିପାରିବା। ଅନ୍ୟ କୌଣସି ଶକ୍ତି ନୁହେଁ, କେବଳ ମାଙ୍କର ଶକ୍ତି ହିଁ କବଚ ରୂପେ ଆମକୁ ରକ୍ଷା କରିବ। ଏବଂ ଛୋଟ ଶିଶୁ ସଦୃଶ ଭରସା କରିବାର ଅର୍ଥ ହେଲା, ଛୋଟ ଶିଶୁ ଯେପରି ସମ୍ପୂର୍ଣ୍ଣ ନିଷ୍କପଟ ଥାଏ, ବିଶୁଦ୍ଧ ଥାଏ ତାର ଚେତନା, ଏବଂ ମାତୃ କୃପା ଉପରେ ତାର ଦୃଢ ଏବଂ ପରିପୂର୍ଣ୍ଣ ବିଶ୍ୱାସ, ସାମାନ୍ୟତମ ସନ୍ଦେହ ସେଠି ନଥାଏ। ଆମେ ସେଭଳି ଚେତନାର ଅଧିକାରୀ ହେବା ଦରକାର। ଆମେ ନିଜକୁ ପ୍ରଶ୍ନ କରିବା ଦରକାର, ଆମେ ସେଭଳି ଶୁଦ୍ଧତା, ସେଭଳି ପୂର୍ଣ୍ଣ ନିର୍ଭରତା ନିଜ ଚେତନାରେ ବଜାୟ ରଖିପାରିବା ତ? ସରଳ ହେଇଯିବା, ଶିଶୁ ହେଇଯିବା ହେଉଛି ପ୍ରକୃତରେ ଏ ଯୋଗର ଅନ୍ୟତମ ଲକ୍ଷ୍ୟ। ଏବଂ କେବଳ ପ୍ରଭୁଙ୍କର ପୂର୍ଣ୍ଣ ଯୋଗ କାହିଁକି? ଆମର ଭାରତୀୟ ଦର୍ଶନ ଏହି ସତ୍ୟ ଉପରେ ଦୃଢ ବିଶ୍ୱାସ କରେ, ଶିଶୁ ହୋଇଯିବାଟା ହେଉଛି ପ୍ରକୃତରେ ଆମର ଲକ୍ଷ୍ୟ। ଆମେ ବୟସ କ୍ରମରେ ବାହ୍ୟ ପରିବେଶର ପ୍ରଭାବରେ ହଉ ବା ନିଜର ପୂର୍ବ ଜନ୍ମାର୍ଜିତ କର୍ମ ଫଳର ପରିଣାମରେ ହଉ, ବୟସ ବଢିବା ସହିତ ଆମେ ଆମର ଶିଶୁତ୍ୱକୁ ହରେଇ ଦେଉ। ଆମେ ଯେତିକି ଅଶୁଦ୍ଧତା ଆମେ ଗ୍ରହଣ କରୁ, ସେତିକି ଆମେ ଧୀରେ ଧୀରେ ବୁଢା ହେଇଯାଉ, ବୟସ୍କ ହଉ। ଶିଶୁ ହେବା ଅର୍ଥ ହେଉଛି ବୟସ ନ ବଢିବା, ଅର୍ଥାତ୍ ନିଜ ଚେତନାକୁ ସମ୍ପୂର୍ଣ୍ଣ ଶୁଦ୍ଧ ରଖିବା, ସାଦା କାଗଜ ଭଳି। ଯୋଉ ବିଶ୍ୱାସରେ ସାମାନ୍ୟତମ ସନ୍ଦେହ ନଥାଏ, ସେଭଳି ବିଶ୍ୱାସ ତାହା ଶିଶୁ ପାଖରେ ହିଁ ଥାଏ। ଆମକୁ ସେଭଳି ବିଶ୍ୱାସର ଅଧିକାରୀ ହେବାକୁ ପଡିବ। ତାପରେ ଦୁର୍ଗାଙ୍କ ସମ୍ପର୍କରେ ମାଙ୍କର ବାଣୀ କିଛି ମନେ ପକେଇବା। ଗତ ବର୍ଷ ମଧ୍ୟ ମୋର ଝାପସା ମନେ ପଡୁଛି, এই ପ୍ରସଙ୍ଗ ଉପରେ ଆମେ ଆଲୋଚନା କରିଥିଲେ ଦଶହରା ସମୟରେ। ମା କହୁଛନ୍ତି, ମା ଦୁର୍ଗାଙ୍କର ଯୋଉ ରୂପ, ଯାହା ଆମେ ଦେଖୁ ମୃଣ୍ମୟ ପୀଠରେ ହଉ କିମ୍ବା ମନ୍ଦିରରେ ହଉ, ଯେଉଁ ରୂପଟି ତାଙ୍କର ଆମର ସ୍ମୃତି ପଟରେ ସବୁବେଳେ ଝଲସି ଉଠେ, ତାହା ହେଉଛି ସିଂହବାହିନୀ ରୂପ। ଦୁର୍ଗା ଅନ୍ ଲାୟନ। ମା କହୁଛନ୍ତି, ଯେଉଁ ଦୁର୍ଗା ଅନ୍ ଲାୟନ, ଷ୍ଟାଣ୍ଡିଂ ଅନ୍ ଲାୟନ, ସିଂହବାହିନୀ, ସିଂହାରୂଢା ମା ଦୁର୍ଗା। It is the symbol of divine consciousness acting through a divinized physical vital and vital mental force. এটা হচ্ছে ଗୋଟେ ଦିବ୍ୟ ଚେତନାର ପ୍ରତୀକ, ଯେଉଁ ଦିବ୍ୟ ଚେତନା କାର୍ଯ୍ୟ କରୁଛି ଏକ ଶୁଦ୍ଧୀକୃତ ଫିଜିକାଲ ଭାଇଟାଲ, ଶାରୀର ପ୍ରାଣଗତ ଏବଂ ଶାରୀର ମନୋଗତ ଶକ୍ତି ଉପରେ। ଅର୍ଥାତ୍ ସିଂହ ଆମେ ଜାଣୁ ଦୁର୍ଦାନ୍ତ ପ୍ରାଣ ଶକ୍ତିର ପ୍ରତୀକ। ତେଣୁ ସେହି ଶରୀର ଯାହା ଭିତର ଦେଇ କାର୍ଯ୍ୟ କରୁଛି ଗୋଟେ ଦିବ୍ୟ ପ୍ରାଣ ଶକ୍ତି, ଅର୍ଥାତ୍ ଶୁଦ୍ଧ ପ୍ରାଣ ଶକ୍ତି, ଏବଂ ଗୋଟେ ଶୁଦ୍ଧ ମନମୟ ଶକ୍ତି ମଧ୍ୟ। କାରଣ ସିଂହ ଉପରେ ଦେବୀ ହେଉଛନ୍ତି ଆରୁଢା, ଦେବୀ ହେଉଛନ୍ତି ଉଚ୍ଚତର ଚେତନାର ପ୍ରତୀକ। ତେଣୁ କେବଳ ଗୋଟେ ଉଚ୍ଚତର ମନଚେତନା ହେଲେ ଆମର ଇପ୍ସିତ ଲକ୍ଷ୍ୟ ହାସଲ ହେଇପାରିବ ନାହିଁ। ସେ ମନଚେତନା ସାଙ୍ଗକୁ ଗୋଟେ ଶୁଦ୍ଧୀକୃତ ପ୍ରାଣ
ଏବଂ ଗୋଟେ ଶୁଦ୍ଧିକୃତ ଶରୀର ଚେତନା ମଧ୍ୟ ଆବଶ୍ୟକ। ତେଣୁ ଶୁଦ୍ଧିକୃତ ଶରୀରକୁ ପରିଚାଳିତ କରୁଥିବା ଗୋଟେ ଶୁଦ୍ଧ ପ୍ରାଣଶକ୍ତି ଏବଂ ଶୁଦ୍ଧ ମନମୟ ଶକ୍ତି, ୟାର ପ୍ରତୀକ ହେଉଛନ୍ତି ସିଂହାରୂଢା ଦେବୀ ଦୁର୍ଗା। ଏବଂ ନିଶ୍ଚିତ ଭାବେ ସେ ଚେତନା ହେଉଛି ଦିବ୍ୟ ବା ଦେବ ସୁଲଭ, ଅର୍ଥାତ୍ ଭଗବାନଙ୍କର ଚେତନା, ଯୋଉଠି କଳୁଷ ନାହିଁ, ଯୋଉଠି ଅଶୁଦ୍ଧତା ନାହିଁ। ଏବଂ ଯେଉଁ ଶକ୍ତି ଅକ୍ଷୁର୍ଣ୍ଣ, କେବେ ହେଲେ ସେଟା ସରିଯାଏ ନାହିଁ। ତାପରେ ମା କହିଛନ୍ତି ଦୁର୍ଗା କମ୍ବାଇନ୍ସ ମାହେଶ୍ୱରୀ ଆଣ୍ଡ ମହାକାଳୀ ଟୁ ଏ ସର୍ଟେନ୍ ଏକ୍ସଟେଣ୍ଟ। ଦୁର୍ଗାଙ୍କ ଭିତରେ ଦିବ୍ୟଜନନୀଙ୍କର ବା ବିଶ୍ୱଜନନୀଙ୍କର ଦୁଇଟି ଶକ୍ତି ମୁଖ୍ୟତଃ କ୍ରିୟା କରନ୍ତି ବୋଲି ମା କହୁଛନ୍ତି। ସେଟା ହେଉଛି ଗୋଟିଏ ବିଶ୍ୱଜନନୀଙ୍କର ମାହେଶ୍ୱରୀ ଶକ୍ତି ଏବଂ ଅନ୍ୟଟି ମହାକାଳୀ ଶକ୍ତି। ନଟ୍ ମଚ୍ କନେକ୍ସନ ୱିଥ୍ ମହାଲକ୍ଷ୍ମୀ ବୋଲି ମା କହୁଛନ୍ତି। ଦିବ୍ୟଜନନୀଙ୍କର ମହାଲକ୍ଷ୍ମୀ ଭାବ ବିଭାବ ସହିତ ଦୁର୍ଗାଙ୍କର ପ୍ରାୟ ବିଶେଷ ସମ୍ପର୍କ ନଥାଏ। ପ୍ରକୃତରେ ପ୍ରତ୍ୟେକ ଶକ୍ତି ଦିବ୍ୟଜନଙ୍କର ଗୋଟେ ଗୋଟେ କିରଣ ବା ଗୋଟେ ଗୋଟେ ଆସ୍ପେକ୍ଟ, ଏବଂ ପ୍ରତ୍ୟେକଟି ପ୍ରତ୍ୟେକ ସହିତ ଯୋଡ଼ି ହେଇଥାନ୍ତି, କିନ୍ତୁ ଦୁର୍ଗାଙ୍କ ସହିତ ବେଶୀ ଘନିଷ୍ଠତା ବା ବେଶୀ ଏଫିନିଟି ଥାଏ ମାହେଶ୍ୱରୀ ଏବଂ ମହାକାଳୀ ଶକ୍ତିଙ୍କର। କାରଣ ମାହେଶ୍ୱରୀ ହେଉଛନ୍ତି ଜ୍ଞାନର ପ୍ରତୀକ ଏବଂ ମହାକାଳୀ ହେଉଛନ୍ତି ଶକ୍ତି ଏବଂ ବେଗର ପ୍ରତୀକ। ଅଜ୍ଞାନତା ଉପରେ ଜ୍ଞାନର ବିଜୟ ଚିରନ୍ତନ ବା ଶାଶ୍ୱତ, ଏବଂ ସେହିପରି ଆଣୁତା ଉପରେ ବେଗର ବିଜୟ ମଧ୍ୟ ଶାଶ୍ୱତ। ମହିଷାସୁର ଏ ଦୁଇଟି ମୁଖ୍ୟ ଦିଗ ଅନ୍ଧକାର ଶକ୍ତିର ତାର ପ୍ରତିନିଧିତ୍ୱ କରିଥାଏ। ଗୋଟେ ହେଉଛି ଅଜ୍ଞାନତା, କାରଣ କାମନାର ଉତ୍ସ ହିଁ ଅଜ୍ଞାନତା। ଯୋଉଠି ଜ୍ଞାନ ପ୍ରକାଶିତ ହେବ ସେଠି କାମନା ରହିପାରିବ ନାହିଁ। ଯିଏ ଯଥାର୍ଥ ଜ୍ଞାନୀ ସେ କାମୀ ହେଇପାରିବ ନାହିଁ କେତେବେଳେ। ଏବଂ ଜ୍ଞାନୀ ପକ୍ଷରେ ଭକ୍ତିର ମାର୍ଗଟି ମଧ୍ୟ ଅପେକ୍ଷାକୃତ ସହଜ ହେଇଯାଏ ଅଜ୍ଞାନୀ ମାନଙ୍କ ତୁଳନାରେ। ମାନେ ଯଥାର୍ଥ ଜ୍ଞାନ କଥା ମୁଁ ଏଠି କହୁଛି, ତଥାଗତ ପୋଥିଗତ ଜ୍ଞାନ କଥା ନୁହେଁ। ଯାର ଭିତରେ ଅନ୍ତସ୍ଥ ଜ୍ଞାନ, ଯେଉଁ ହୃଦୟର ଜ୍ଞାନ ଜାଗ୍ରତ ହେଇଥିବ, ସେ ନିଶ୍ଚିତ ଭାବରେ କାମନାର ପତନଶୀଳତା ବିନାଶଶୀଳତାକୁ ହୃଦୟଙ୍ଗମ କରି ତାଠୁ ବହୁତ ଦୂର ରହିବା ପାଇଁ ମନରେ ସଂକଳ୍ପ କରିସାରିଥିବା ଆଗରୁ। ଏଇଟା କେବେ ବି ସମ୍ଭବ ନୁହେଁ ଜଣେ ଉଚ୍ଚତର ଚେତନାର ଅଧିକାରୀ ହେଇଥିବ, ଦିବ୍ୟ ଜ୍ଞାନର ଅଧିକାରୀ ହେଇଥିବ, ଅଥଚ କାମନା ରୂପେ ରାକ୍ଷସର କବଳରେ ଥିବ। ଏଇଟା ସମ୍ଭବ। ତେଣୁ ମାହେଶ୍ୱରୀ ଶକ୍ତି ହେଉଛନ୍ତି ସେଇ ଅଜ୍ଞାନତା ଉପରେ ଜ୍ଞାନର ବିଜୟର ପ୍ରତୀକ, ଯାହାକୁ ଧରିଛନ୍ତି ଦେବୀ ଦୁର୍ଗା ନିଜ ଭିତରେ। ପୁଣି ମହାକାଳୀ ହେଉଛନ୍ତି ହାଣୁତା ପରିବର୍ତ୍ତନ ବିମୁଖତା ଉପରେ ବେଗ ତୀବ୍ରତାର ବିଜୟର ପ୍ରତୀକ। ମହାକାଳୀ ହେଉଛନ୍ତି ବେଗର ଶକ୍ତି, ଉତ୍ସାହ, ତୀବ୍ରତା, ଏସବୁର ଶକ୍ତି। ସେ ଅଛନ୍ତି ବୋଲି ଆମ ଭିତରେ କୌଣସି ବି କାର୍ଯ୍ୟ କରିବା ପାଇଁ, ହାତ ଗୋଡ଼ ହଲେଇବା ପାଇଁ ଆମ ଭିତରେ ଉତ୍ସାହଟେ ପ୍ରକାଶିତ ହୁଏ। ଏବଂ ସେ କାର୍ଯ୍ୟଟିକୁ ଶୀଘ୍ରାତି ଶୀଘ୍ର ପରିପୂର୍ଣ୍ଣ କରିବା ପାଇଁ, ଶେଷ କରିବା ପାଇଁ ଆମ ଭିତରେ ଯେଉଁ ଉତ୍ସାହ, ତୀବ୍ରତା, ଦୌଡ଼ିବାର ଯେଉଁ ଇଚ୍ଛା, ଧୀର ମନ୍ଥର ବେଗରେ ଚାଲିବାଟା ମହାକାଳୀଙ୍କର ଭାବନା। ଏବଂ ଯିଏ ସେଭଳି ଆଚରଣ କରେ, ଯିଏ ଦୀର୍ଘସୂତ୍ରୀ, ଜାଳସ୍ୟ ପରାୟଣ, ଯିଏ ମହାକାଳୀଙ୍କର କୃପା ବିମୁଖ ହୁଏ,
ଦରକାର ପଡ଼ିଲେ ମହାକାଳୀ ତାକୁ ତୀବ୍ର ଚାବୁକର ଆଘାତରେ ଜାଗ୍ରତ କରାନ୍ତି। ମା ବହିରେ ସ୍ପଷ୍ଟ ଲେଖା ଅଛି। ତେଣୁ ଏହି ମାହେଶ୍ୱରୀ ଏବଂ ମହାକାଳୀ ଉଭୟ ଶକ୍ତିର ସଂଯୋଗ ରହିଛି ଦେବୀ ଦୁର୍ଗାଙ୍କ ଉପରେ। ଦେବୀ ଦୁର୍ଗାଙ୍କ ରୂପରେ ବା ତାଙ୍କର ଆବିର୍ଭାବରେ, ଏବଂ ଆଉ ଗୋଟେ ଦିଗରୁ ଏଇ ଯୋଉ କମ୍ବିନେସନ ଯେ ଗୋଟେ ଦିଗରେ ରହିଲେ ଶ୍ରୀକୃଷ୍ଣ ଏବଂ ଗୋଟେ ଦିଗରେ କାଳୀ। ସାଧାରଣତଃ ଆମେ ଦେବୀ କାଳୀଙ୍କୁ ଶିବଙ୍କ ସହିତ ଯୋଡ଼ିଥାଉ, ଶିବ ଏବଂ କାଳୀ, ଏବଂ ଉଭୟଙ୍କୁ ଆମେ ପତି ପତ୍ନୀ ଭାବରେ ବିବେଚନା କରିଥାଉ। କିନ୍ତୁ ପ୍ରଭୁ ଶ୍ରୀଅରବିନ୍ଦ ଗୋଟେ ଜାଗାରେ କହିଛନ୍ତି ଯେ, କ୍ଷମା କରିବେ ମୁଁ ବୋଧେ ଭୁଲ କହୁଛି, ମାଙ୍କର ବୋଧେ ବାଣୀ ଏଇଟା, ଯେ କାଳୀ ଇଜ ଦ ମଦର, ଶିବ ଇଜ ଦ ସନ୍। ଶିବ ସେ ମଧ୍ୟ ପୁତ୍ର କାଳୀଙ୍କ ସାମ୍ନାରେ। ତେଣୁ ମାତୃଶକ୍ତି ହେଉଛି ସୁପ୍ରିମ। ସେଠି ଆଉ କୌଣସି ସମ୍ପର୍କ ସେଠି କାମ କରେ ନାହିଁ। ମାତା ଏବଂ ସନ୍ତାନର ସମ୍ପର୍କ କେବଳ ତିଷ୍ଠି ରହେ। ଏବଂ ସିଏ କାଳୀ ଯିଏକି ସୃଷ୍ଟିର ପ୍ରଗତି ପାଇଁ ସଦା ପ୍ରସ୍ତୁତ ହେଇକି ରହିଛନ୍ତି ବା ସେ ପ୍ରଗତିର ପୌରୋହିତ୍ୟ କରୁଛନ୍ତି। ସେ ଯେଉଁ କାର୍ଯ୍ୟ କରିବେ, ମହାକାଳୀ ଯେଉଁ ପ୍ରଗତି ପାଇଁ କାର୍ଯ୍ୟ କରିବେ, ତାଙ୍କ ପାଇଁ ଗୋଟେ କ୍ଷେତ୍ର ଦରକାର। କାଳର ଚକ୍ର ଘୂର୍ଣ୍ଣନ କରିବା ପାଇଁ ଗୋଟେ ଭୂମି ଦରକାର। ସେ କ୍ଷେତ୍ର ପ୍ରସ୍ତୁତ କରନ୍ତି ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ଚେତନା ଯିଏକି ଆନନ୍ଦମୟ ଚେତନା, ଆନନ୍ଦର ଆଧାରରେ ପ୍ରକୃତରେ ଆମର ଚେତନା ପ୍ରସ୍ତୁତ ହୁଏ ଦିବ୍ୟ ଶକ୍ତିକୁ ଗ୍ରହଣ କରିବା ପାଇଁ। ଏବଂ ମହାକାଳୀ ସେଠି ଯେତେ ସବୁ ବାଧା ବିଘ୍ନକୁ ଚୂର୍ଣ୍ଣୀଭୂତ କରି ଆମର ଚେତନାକୁ ପ୍ରଗତି ପଥରେ ଆଗେଇ ନିଅନ୍ତି। ଏବଂ ଯେତେ ସବୁ ବାଧା ବିଘ୍ନ ତାଙ୍କ ସମ୍ମୁଖରେ ଆସନ୍ତି, ସେମାନେ ତାଙ୍କର ସେଇ କରାଳ ଚକ୍ରର ଆଘାତରେ ଚୂର୍ଣ୍ଣୀଭୂତ ହେଇଯାଆନ୍ତି। ତନ୍ମଧ୍ୟରୁ ଗୋଟେ ଛୋଟ ରାକ୍ଷସ, ତାଙ୍କ ପାଇଁ ଛୋଟ, ଆମ ପାଇଁ ବିରାଟ ହେଇପାରେ, ସେ ହେଉଛି କାମନା ରୂପୀ ମହିଷାସୁର। ତେଣୁ କାମନା ରୂପୀ ମହିଷାସୁରକୁ ନିପାତ କରିବା ପାଇଁ ଆମେ ଦୁଇଟି ସୂତ୍ର ପାଇଲେ, କୃଷ୍ଣ ଏବଂ କାଳୀଙ୍କର ସଂଯୋଗ। କୃଷ୍ଣ ହେଉଛି ଆନନ୍ଦମୟ। ଯିଏ ନିଜ ଭିତରେ ଆନନ୍ଦମୟତାର ଅଭ୍ୟାସ କରିବ, ତାକୁ ମଧ୍ୟ କାମନା ରୂପୀ ରାକ୍ଷସ ସ୍ପର୍ଶ କରିପାରିବନି। ଅର୍ଥାତ୍ କାମନାର ଆକ୍ରମଣ ଯେତେବେଳେ ସାଧକ ଅନୁଭବ କରିବ ନିଜ ଭିତରେ, ସେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ତାଙ୍କ ଭଳି ସୀମିତ ହାସ୍ୟ ସହ ସେ ତାକୁ ଅଣଦେଖା କରିବ। ଏଇଟା ବହୁତ ପ୍ରାକ୍ଟିକାଲ ଜିନିଷ ଏବଂ ସୂକ୍ଷ୍ମ ଭାବରେ ବୁଝିବାର ଆବଶ୍ୟକତା ରହିଛି। ମିତହାସ୍ୟ ସେଟା ବାହାସ୍ଫୋଟ ବା ଆସ୍ଫାଳନ ନୁହେଁ, ଅଟ୍ଟହାସ୍ୟ ନୁହେଁ। ଗର୍ବ କଲେ ଏବଂ ଆତ୍ମମ୍ଭରିତା ପ୍ରଦର୍ଶନ କଲେ ସେ ରାକ୍ଷସ କବଳରୁ ଜଣେ କେବେ ବି ମୁକ୍ତି ପାଇପାରିବନି, ବରଂ ଆହୁରି ତାର କବଳିତ ହେଇକି ନିଜର ଚେତନାକୁ ନଷ୍ଟ କରିବ। ପ୍ରଥମେ ତାକୁ ସ୍ମିତହାସ୍ୟ ସହ ଅଣଦେଖା କରିବ, ତା ଉପରେ ଗୁରୁତ୍ୱ ଦେବ ନାହିଁ, ସ୍ମିତହାସ୍ୟ ସହ ଏଡେଇ ଯିବ। ଏବଂ ଦ୍ୱିତୀୟରେ ସେଇଟା ତାର ଚେତନାକୁ ପ୍ରସ୍ତୁତ କରିବ, ଆଧାରକୁ ପ୍ରସ୍ତୁତ କରିବ। ଏବଂ ସେଇ ଆଧାରରେ କାର୍ଯ୍ୟ କରିବେ ମହାକାଳୀ ଶକ୍ତି, ଦେବୀ ଦୁର୍ଗାଙ୍କର ଶକ୍ତି, ଯିଏକି ତାଙ୍କର ସେଇ ଦିବ୍ୟ ଆଲୋକରେ ଅନ୍ଧକାର ରାକ୍ଷସକୁ ଭସ୍ମୀଭୂତ କରିଦେବେ, ନିପାତ କରିଦେବେ।
ଉଭୟଙ୍କର ସଂଯୋଗରେ ହିଁ ଚେତନାର ପ୍ରଗତି ସମ୍ଭବ। ତେଣୁ ଏଇ ଅବସ୍ଥାରେ ବର୍ତ୍ତମାନ এই ସୃଷ୍ଟିଟି ସମଗ୍ର ସୃଷ୍ଟିଟି ଯେଉଁ ଅବସ୍ଥାରେ ଅଛି, ଏହି ପରିପ୍ରେକ୍ଷୀରେ କୃଷ୍ଣ ଏବଂ କାଳୀଙ୍କର ସଂଯୋଗ ଅପରିହାର୍ଯ୍ୟ ବୋଲି ମା କହିଛନ୍ତି। ଏବଂ ପ୍ରକୃତରେ ଆମେ ଦେଖୁଛୁ ଏହି ସୃଷ୍ଟିର ବିବର୍ତ୍ତନରେ ଏ ଦୁଇଟି ଶକ୍ତିର କେମିତି କ୍ରିୟା ଚାଲିଛି। ପୁଣି ମା କହୁଛନ୍ତି ଯେଉଁ ସିଂହ ବାହିନୀ ଦେବୀ ଦୁର୍ଗାଙ୍କ ସମ୍ପର୍କରେ, ତାଙ୍କର ସିଂହ ବାହନଟି ହେଉଛି ଲାୟନ ଇଜ ଦ ଆଟ୍ରିବ୍ୟୁଟ ଅଫ ଦି ଗଡେସ୍, ଦି କଙ୍କରିଂ ଆଣ୍ଡ ପ୍ରୋଟେକ୍ଟିଂ ଆସ୍ପେକ୍ଟ ଅଫ ଦି ୟୁନିଭର୍ସାଲ ମଦର। ଆମେ ଜାଣୁ ସିଂହ ହେଉଛି ବଣର ରାଜା, ପଶୁରାଜ ବୋଲି ତାକୁ କୁହାଯାଏ। ଏବଂ ତାର କାରଣ ହେଲା ସେ ଉଭୟ ବୁଦ୍ଧିମତ୍ତା ଏବଂ ଶାରୀରିକ ଶକ୍ତିରେ ଅନ୍ୟମାନଙ୍କ ତୁଳନାରେ ଅଧିକ ସାମର୍ଥ୍ୟବାନ। କିନ୍ତୁ ସେ ଶକ୍ତି ଗୋଟେ ଅନ୍ଧକାର ଶକ୍ତି ନୁହେଁ, ଅନ୍ଧ ଶକ୍ତି ନୁହେଁ। ସେଟା ହେଉଛି ବିଶ୍ୱଜନୀଙ୍କର ସୁରକ୍ଷା ପ୍ରଦାନକାରୀ ଏବଂ ବିଜୟ ହାସଲକାରୀ ଶକ୍ତି। ବିଶ୍ୱଜନନୀ ଯିଏକି ସମଗ୍ର ସୃଷ୍ଟିକୁ ତାର ଇପ୍ସିତ ଲକ୍ଷ୍ୟ ଆଡ଼କୁ, ତାର ବାଞ୍ଛିତ ଲକ୍ଷ୍ୟ ଆଡ଼କୁ ନେଇ ଚାଲିଛନ୍ତି, ତାର ମୂଳ ଉତ୍ସ ସହିତ ମିଳିତ କରିବା ପାଇଁ ତାକୁ ଯେଉଁ ଆଗକୁ ନେଇ ଚାଲିଛନ୍ତି ୟୁନିଭର୍ସାଲ ମଦର, ବିଶ୍ୱଶକ୍ତି, ବିଶ୍ୱଜନନୀ, ସେ ତାଙ୍କର ସେ ପ୍ରଗତି ପଥରେ, ପ୍ରଗତିର ଅଭିଯାନରେ ଆସୁଥିବା ଯାବତୀୟ ବାଧାବିଘ୍ନକୁ ଚୂର୍ଣ୍ଣୀଭୂତ କରନ୍ତି। ସେଥିପାଇଁ ସେ ମହାକାଳୀଙ୍କର ରୂପ ଧାରଣ କରନ୍ତି। ତେଣୁ ସେ ହେଲେ କଙ୍କରିଂ। ତାପରେ ଯିଏ ସାଧକ, ଯିଏ ଭକ୍ତ, ତାକୁ ସୁରକ୍ଷା ପ୍ରଦାନ କରିବା ମଧ୍ୟ ତାଙ୍କର କର୍ତ୍ତବ୍ୟ। ତେଣୁ ତାକୁ ଅଭୟ ବର ଦିଅନ୍ତି। ତାଙ୍କର ବରଦ ହସ୍ତ ଗୋଟେ ସୁରକ୍ଷା କବଚ ରୂପେ ସାଧକକୁ ସବୁବେଳେ ଘେରି ରଖେ। ଏବଂ ଏହାର ଏଇ ଯେଉଁ ବିଜୟ ହାସଲକାରୀ ଏବଂ ସୁରକ୍ଷା ପ୍ରଦାନକାରୀ ଶକ୍ତି, ତାର ସ୍ଥୂଳ ଚିହ୍ନ ହେଉଛି ସିଂହ। ତେଣୁ ସିଂହ ଏମିତି ଗୋଟେ ସାଧାରଣ ପଶୁ ନୁହେଁ। ଦେବୀଙ୍କର ବାହନର ବିଶେଷ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ରହିଛି। ତେଣୁ ଆଜି ପବିତ୍ର ବିଜୟା ଦଶମୀରେ ଆମେ ମହିଷାସୁର ମର୍ଦିନୀ ମା ଦୁର୍ଗାଙ୍କ ଉପରେ ଏକାଗ୍ର ହେବା, ତାଙ୍କୁ ଆବାହନ କରିବା, ନିଜ ଭିତରେ ତାଙ୍କର ଉପାସନା କରିବା ଏବଂ ତାଙ୍କୁ ନିଜ ଭିତରେ ଧାରଣ କରିବାର ଏକମାତ୍ର ସର୍ତ୍ତ ହେଲା ନିଜ ଭିତରେ ଶୁଦ୍ଧତା, ସରଳତା ବଜାୟ ରଖିବା ଏବଂ ଗୋଟେ ଶିଶୁ ସୁଲଭ ଭାବ, ମା ପ୍ରତି ଶିଶୁର ଯେଉଁ ମନୋଭାବ ଥାଏ, ଚେତନାଗତ ଭାବ ଥାଏ, ସେ ଭାବଟି ନିଜ ଭିତରେ ବଜାୟ ରଖିପାରିଲେ ମାତୃଶକ୍ତି ଆମ ଭିତରେ ଅବତରଣ କରିବେ। ଆଜିର ପବିତ୍ର ଦିବସରେ ଆମ ଭିତରେ ସେଇ ଗ୍ରହଣଶୀଳତା ବିକଶିତ ହଉ, ଶିଶୁ ସୁଲଭ ଗ୍ରହଣଶୀଳତା, ଆମ ଚେତନା ଭିତରେ ମା ଦୁର୍ଗାଙ୍କର ଆବିର୍ଭାବ ହଉ। ପ୍ରକୃତରେ ଦେବୀଙ୍କୁ ଆବାହନ କରିବା ବା କୌଣସି ଶକ୍ତିକୁ ଆବାହନ କରିବାର ଅର୍ଥ ହେଲା ନିଜ ଚେତନାରେ ତାଙ୍କର ଅବତରଣ ବା ନିଜ ଚେତନାକୁ ସମ୍ପୂର୍ଣ୍ଣ ରୂପେ ସେ ଦିବ୍ୟ ଶକ୍ତି ଯେମିତି ଅଧିକାର କରିନେବେ, ସେଟା ହେଉଛି ତାର ଉଦ୍ଦେଶ୍ୟ। ଆମ ଭିତରେ, ଆମର ଚେତନାରେ ଯେତେବେଳେ ମା ଦୁର୍ଗାଙ୍କର ଆବିର୍ଭାବ ହବ, ଅବତରଣ ହବ,
ସେତେବେଳେ ଆଉ କାମନା ରୂପେ ରାକ୍ଷସ ସେଠି ରହିପାରିବ ନାହିଁ। ସେ ବିଲୁପ୍ତ ହେଇଯିବ କିମ୍ବା ଛତ୍ରଭଙ୍ଗ ଦେଇକରି ସେଠୁ ପଳାୟନ କରିବ। ଏବଂ ଆଜିର ଏହି ଦିବସରେ ଯେଉଁ ଦିବସଟି ପ୍ରକୃତରେ ସେ ଅନ୍ଧକାର ଶକ୍ତି ଉପରେ ବିଜୟର ଚିହ୍ନ, ଆମ ସମସ୍ତଙ୍କର ଏହି ଲକ୍ଷ୍ୟ ହଉ, ଏହି ଏକ ବିନ୍ଦୁରେ ଆମେ ସମସ୍ତେ ସମ୍ମିଳିତ ହେବା ଏବଂ ସାମୂହିକ ଭାବରେ ପ୍ରାର୍ଥନା ନିବେଦନ କରିବା ମା ଦୁର୍ଗାଙ୍କୁ ଯେ ଆମ ଚେତନାର ଆବିର୍ଭୂତ ହୁଅନ୍ତୁ, ଆମର ଚେତନାକୁ ଯଥାର୍ଥ ଦିଗରେ ପ୍ରଗତି ଦିଗରେ ପରିଚାଳିତ କରନ୍ତୁ, ଆମ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ଏବଂ ଆମ ଭିତରେ ସେ ତମସ ରୂପେ ରାକ୍ଷସ ମହିଷାସୁର ଉପରେ ବିଜୟ ହାସଲ କରନ୍ତୁ। ସମସ୍ତଙ୍କ ତରଫରୁ ଆମେ ଦେବୀଙ୍କ ପାଖରେ ଏହି ପ୍ରାର୍ଥନା ନିବେଦନ କରିବା। ବର୍ତ୍ତମାନ 1 ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀଅରବିନ୍ଦ ପାଠଟିକୁ ସମାପ୍ତ କରିବା। ମା 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 Ma 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 ma